ବିଲେଇ ତମେ ଗୋଟେ କହିଲ ମେଣ୍ଢା ଇଏ ସବୁ ହେଲେ ଗୋଟେ ଗୋଟେ ଗୃହପାଳିତ ପଶୁ। ଆମେ ଗାଈ ଆମ ଗୁହାଳରେ ରଖନ୍ତି, ଛେଳି ଗୁହାଳରେ ରଖନ୍ତି, କୁକୁର ବିଲେଇ ଆମ ଘରେ ରୁହନ୍ତି, ସେମିତି ମେଣ୍ଢା ଗୁହାଳରେ ମେଣ୍ଢାଶାଳାରେ ହୁଏ। ଇଏ ସବୁ ହେଲେ ଗୋଟେ ଗୋଟେ ଗୃହପାଳିତ ପଶୁ। ଆଚ୍ଛା ଆମେ ସେ ଯୋଉ ପଶୁକୁ ଆମେ କେମିତି ଡାକନ୍ତି? ଡାକନ୍ତି ଛେଳିଆ, ମେଣ୍ଢା ଏମିତି ଡାକନ୍ତି କି? ତାଙ୍କର ଗୋଟେ ଗୋଟେ ନାଁ ଦିଆଯାଇଥାଏ ହେଲା। ତମ ଘରେ ସବୁ ଜାଣିଥିବେ ଆମର ଗୋଟେ ବାଛୁରୀର ଛୋଟ ବାଛୁରୀ ଦେଲେ ତାକୁ ଡାକିଲେ ହେ, ବୁଝିଲା? ଗୋଟେ ଗାଈକୁ ଡାକିଲି ତାର ଗୋଟେ ନାଁ ଦେବା ବଉଳା। ସେମିତି ଗୋଟେ ଧର ଆମର ଗୋଟେ ବିଲେଇ ଅଛି କି ଗୋଟେ କୁକୁର ଅଛି, କୁକୁରକୁ ଡାକନ୍ତି କେମିତି? କୁକୁରର ଗୋଟେ ନାଁ ଦିଅନ୍ତି ହେଲା। କୁକୁରକୁ ସେମିତି ଗୋଟେ ନାଁ ଦେବା, ଟିପୁ। ତମର ଯେମିତି ସବୁ ଗୋଟେ ଗୋଟେ ନାଁ ଅଛି, ସେମାନଙ୍କର ସେମିତି ଗୋଟେ ଗୋଟେ ସବୁ ନାଁ ଦିଆଯାଇଥାଏ, ବୁଝିଲା? ଆଚ୍ଛା ତାଙ୍କର ଆମେ ଯତ୍ନ କିପରି ନେବା? ତମର ଯେମିତି ଯତ୍ନ ଆମେ ନେଉଛନ୍ତି କେମିତି? ତମେ ନିଜର ଯତ୍ନ କେମିତି ନେଉଛ? ଚୁଟି କାଟୁଛ, ନଖ କାଟୁଛ, ଗାଧଉଛ, ଜାମା ପଟା ସଫା କରୁଛ ହେଲା। ତମ ଆଖିରୁ କାନରୁ ମଇଳା ବାହାର କରୁଛ, ସକାଳ ସନ୍ଧ୍ୟାରେ ଝାଡ଼ା ଯାଉଛ। ସେମିତି ଆମେ ଗୃହପାଳିତ ପଶୁଙ୍କର ସେମିତି ଯତ୍ନ ନେବା ହେଲା। କେମିତି ନା ସକାଳୁ ଉଠି ସାରିଲା ପରେ ଆମେ କଣ କରୁଛନ୍ତି? ଗୁହାଳ କାଢୁଛନ୍ତି। ଗୁହାଳ ସେ ଯୋଉ ରାତି ସାରା ଯୋଉ ରାତି ସାରା ଯୋଉ ସବୁ ଝାଡ଼ା ପରିସ୍ରା କରୁଛନ୍ତି, ତା ବାହାର କରୁଛନ୍ତି। ତମେ ସିନା କରୁଛ, ତମ ଘରେ କରୁନାହାନ୍ତି ବାପା ମା ମାନେ? ତାକୁ ଖାଦ୍ୟ ଖାଇବାକୁ ଦଉଛନ୍ତି, ନଡା କାଟ, ନଡା କୁଟା ଏସବୁ ତୋରାଣି ଦଉଛନ୍ତି। ଆମେ ଖାଦ୍ୟ ଖାଇବାକୁ ଦେଲେ ହେଲା। ତାକୁ ସେମିତି କୁକୁର ବିଲେଇ ଯତ୍ନରେ ଲୋକମାନେ କୁକୁର ବିଲେଇ ରଖୁଛନ୍ତି। ତାକୁ ସେମାନେ କେମିତି କଣ ଦିଅନ୍ତି, ଗାଧେଇ ଦିଅନ୍ତି, ଗାଧେଇ ଦିଅନ୍ତି, ସାବୁନ ଲଗେଇକି ଗାଧେଇ ଦିଅନ୍ତି। ଗାଧେଇ ସାରିଲା ପରେ ତମେ କଣ କରିବ ନା ତମ ହାତକୁ ପରିଷ୍କାର ଭାବରେ ଧୋଇବ, ବୁଝିଲା? ଯେକୌଣସି ପଶୁଙ୍କର ଆମେ କାର୍ଯ୍ୟ କରିବା, କରିସାରିଲା ପରେ ଆମେ ନିଜ ହାତକୁ ଭଲ ଭାବରେ କଣ କରିବା? ପରିଷ୍କାର କରିବା, ସାବୁନ ଲଗେଇ ପରିଷ୍କାର କରିବା। ଆଚ୍ଛା କହିଲେ ଦେଖି, ତମ ଭିତରୁ କିଏ ଗୋଟିଏ ପଶୁର ଚିତ୍ର, କିଏ ଗୋଟେ ପକ୍ଷୀର ଚିତ୍ର କାଟି ପାରିବ? ପକ୍ଷୀ କାଟି ପାରିବ? ପଶୁ ଚିତ୍ର ଯେକୌଣସି ଗୋଟେ ପଶୁ କାଟି ପାରିବ? ଆଗକୁ ନେଇଯା। अच्छा वो ହେଲା ଦେଖ।
ବନ୍ଦ କରିଦେ।